ରାତିରେ ଆସି ଅପରାଜିତାଙ୍କ ମୁଣ୍ଡ ଆଉଁସିଥିଲେ ଉତ୍ତମ। ହାଉଳି ଖାଇଗଲେ ଅପରାଜିତା। କାନ୍ଦି କାନ୍ଦି ରାତିରେ ଅପରାଜିତା ନିଘୋଡ଼ ନିଦରେ ଶୋଇଯାଇଥିଲେ। ଆଉ ଏତିକି ବେଳେ ଏମିତି ହେଲା ଯାହା ଶୁଣିଲେ ଆପଣ ବି ଚକିତ ହୋଇଯିବେ। ଆଖି ବୁଜିଦେଇ ଆରପାରିକୁ ସିନା ଚାଲି ଯାଇଛନ୍ତି ଉତ୍ତମ ମହାନ୍ତି, ହେଲେ କମିନି ଅପରାଜିତାଙ୍କ ପ୍ରତି ଭଲ ପାଇବା। ଏବେ ବି ଉତ୍ତମ ମହାନ୍ତି ଅପରାଜିତାଙ୍କୁ ଭଲ ପାଆନ୍ତି। ଆୟୁଷ ସିନା ସରିଗଲା ବୋଲି ଉତ୍ତମ ମହାନ୍ତି ଚିରନିଦ୍ରାରେ ଶୋଇଗଲେ, ହେଲେ ଏବେ ବି ଅପରାଜିତାଙ୍କୁ ସେତିକି ଭଲ ପାଆନ୍ତି ଯେତିକି ବଞ୍ଚିଥିବା ବେଳେ ଭଲ ପାଉଥିଲେ ଉତ୍ତମ ମହାନ୍ତି। ହଁ ଆଜ୍ଞା, ରାତି ଅଧରେ ବାବୁସାନ ମହାନ୍ତିଙ୍କ ଘରେ ପଡ଼ିଲା ଚହଳ। ରାତିରେ କାନ୍ଦି କାନ୍ଦି ଶୋଇଯାଇଥିଲେ ଅପରାଜିତା। ଅପରାଜିତାଙ୍କ ଆଖିର ଲୁହରେ ଭିଜି ଯାଇଥିଲା ତକିଆ। ଆଉ ନିଦରେ ବି ଅପରାଜିତାଙ୍କ ଆଖିରୁ ଝରୁଥିଲା ଲୁହ। ଆଉ ଠିକ୍ ଏତିକି ବେଳେ ଉତ୍ତମ ମହାନ୍ତି ଆସି ଅପରାଜିତାଙ୍କ ମଥା ଆଉଁସି ଦେଇଥିଲେ। ହଠାତ୍ ରାତି ଅଧରେ ନିଦ ଭାଙ୍ଗିଗଲା ଅପରାଜିତାଙ୍କର। ଆଉ ତାପରେ ଯାହା ଘଟିଲା ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ। ସତରେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଏ ଦୁନିଆରେ ସବୁଠୁ ନିଆରା। ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ପରା 7 ଜନ୍ମ ପାଇଁ ଗଢ଼ା ହୋଇଥାଏ। ଏଥିପାଇଁ ମୃତ୍ୟୁ ପରେ ବି ଜୀବନସାଥୀଙ୍କ ଉପରେ ଲୋଭ ଥାଏ। ଆଉ ଏମିତିରେ ତ ଆପଣମାନେ ଜାଣିଥିବେ ଅପରାଜିତା ମହାନ୍ତିଙ୍କୁ ଉତ୍ତମ ମହାନ୍ତି କେତେ ଭଲ ପାଆନ୍ତି। ଭଲ ପାଇ ବିବାହ କରିଥିଲେ। ବିବାହ ପରେ କେବେ ବି ଅପରାଜିତାଙ୍କ ଆଖିରେ ଲୁହ ଦେଇନଥିଲେ ଉତ୍ତମ। ଅପରାଜିତାଙ୍କୁ ରାଣୀ ଭଳି ରଖିଥିଲେ। ଆଜି ସିନା ଉତ୍ତମ ମହାନ୍ତିଙ୍କ ସମୟ ସରିଗଲା, ଆଉ ସେ ଆରପାରିକୁ ଚାଲିଗଲେ, ହେଲେ ଏକା କରି ଯାଇଥିବା ତାଙ୍କ ସ୍ତ୍ରୀକୁ ଯେ ସେ କେତେ କେମିତି ଭୁଲିଯିବେ। 2 ଦିନ ହେଲାଣି ଉତ୍ତମ ଚିରନିଦ୍ରାରେ ଶୋଇଯାଇଛନ୍ତି। ଆଉ 2 ଦିନ ହେଲାଣି ଅପରାଜିତାଙ୍କ ଆଖିରୁ ଶୁକୁନି ଲୁହ। ଯେଉଁଠି ବସିଲେ ଆଖିରୁ ଲୁହ ଝରାଇ କାନ୍ଦୁଛନ୍ତି। ଉତ୍ତମଙ୍କ ଫଟୋକୁ ବଲ ବଲ କରି ଚାହିଁ ଅଧା ରାସ୍ତାରୁ ଠକି ଦେଇ ଚାଲିଗଲ ବୋଲି ମନେ ମନେ କହୁଛନ୍ତି। ଆଉ ଅପରାଜିତା ଉତ୍ତମଙ୍କ ବିନା ସତରେ ଭାଙ୍ଗି ପଡ଼ିଛନ୍ତି। ତେବେ ଏହି ସମୟରେ ଅପରାଜିତାଙ୍କ ଏମିତି ଅବସ୍ଥା ଦେଖି ଲୋକେ କହୁଛନ୍ତି ଉତ୍ତମ ଉପରେ ଥାଇ ସହିପାରୁନଥିବେ ଅପରାଜିତାଙ୍କ ଆଖିର ଲୁହ। ତେଣୁ ରାତିରେ ସମସ୍ତେ ଶୋଇବା ପରେ ଉତ୍ତମ ମହାନ୍ତି ଆସି ଅପରାଜିତାଙ୍କ ମୁଣ୍ଡ ଆଉଁସି ଦେଇ ତାଙ୍କ ଆଖିରୁ ଲୁହ ପୋଛି ଦେଉଥିବେ।